ନମସ୍କାର କଥା ଏଆଇ କୁ ସ୍ୱାଗତ। ଆଜି ଆମେ ଏକ ଏମିତି ବିଷୟରେ କଥା ହେବାକୁ ଯାଉଛୁ ଯାହା ଭାରତ ସହ ବହୁତ ଗଭୀର ଭାବରେ ଜଡ଼ିତ। ହଁ ଆମ ଶ୍ରୋତାମାନେ କିଛି ଲେଖା କିଛି ଭିଡିଓ ଟ୍ରାନ୍ସକ୍ରିପ୍ଟ ଦେଇଛନ୍ତି ଆଉ ସେଇ ଆଧାରରେ ଆମେ ଆଜି ଭାରତୀୟ ଜାତି ପ୍ରଥା ଉପରେ ଗୋଟେ କ'ଣ କହନ୍ତି ଗଭୀର ଆଲୋଚନା କରିବା। ନିଶ୍ଚୟ। ଦେଖନ୍ତୁ ଭାରତ କହିଲେ ବେଳେବେଳେ ଲୋକଙ୍କୁ ମନକୁ ସାଧାରଣ ଭାବେ ସେଇ ଗାଈ ତରକାରୀ ହଁ ଆଉ ଜାତି କଥା ଆସିଯାଏ। ହଁ ଏଟା ସତ। କିନ୍ତୁ ଏଇ ଜାତି ଶବ୍ଦ ପଛରେ ଯୋଉ ଜଟିଳ ଇତିହାସ ଅଛି ଯୋଉ ସାମାଜିକ ବ୍ୟବସ୍ଥା ବ୍ୟକ୍ତିଗତ ଯନ୍ତ୍ରଣା ଆଉ ରାଜନୀତିର ପେଞ୍ଚ ସେଇଟା ବୁଝିବା ହେଉଛି ଆମର ଆଜିର ମୁଖ୍ୟ କାମ। ଏକଦମ ଠିକ୍। ଆଉ ଆମ ପାଖରେ ଯୋଉ ସୋର୍ସ ଅଛି ସେଥିରୁ ବିଭିନ୍ନ ଦିଗ ଦେଖିବାକୁ ମିଳୁଛି, ମାନେ ଇତିହାସରୁ ଆରମ୍ଭ କରି ଆଜିକାର ବାସ୍ତବତା ପର୍ଯ୍ୟନ୍ତ। ଆମେ ଚେଷ୍ଟା କରିବା ବର୍ଣ୍ଣ ଆଉ ଜାତି ଭିତରେ ଯୋଉ ପାର୍ଥକ୍ୟ ଅଛି ସେଇଟାକୁ ବୁଝିବାକୁ। ହଁ କେମିତି ଏ ବ୍ୟବସ୍ଥାଟା ବଦଳିଛି ସମୟ ସହିତ, ଲୋକଙ୍କ ଜୀବନ ଉପରେ ଏହାର ପ୍ରଭାବ କ'ଣ। ଆଉ ସଂରକ୍ଷଣ ଭଳି ଜିନିଷ ସେଗୁଡ଼ା କେମିତି ଆସିଲା। ହଁ ସେ ସବୁ ବି। ଏଇଟା ଏମିତି ସିଧା ରାସ୍ତା ନୁହେଁ, ବହୁତ ବହୁତ ପରତ ଅଛି ଏଥିରେ। ଠିକ୍। ତେବେ ଆରମ୍ଭରୁ ହିଁ ଗୋଟେ ଜଟିଳ କଥା ଆସୁଛି ବର୍ଣ୍ଣ ଆଉ ଜାତି। ଏ ଦିଟାକୁ ତ ଲୋକେ ପ୍ରାୟ ସମାନ ଭାବି ନିଅନ୍ତି, କିନ୍ତୁ ସୋର୍ସ ଗୁଡ଼ାକ କହୁଛି ସେମାନେ ଅଲଗା। ହଁ ଏଇଟା ବୁଝିବାଟା ବହୁତ ବହୁତ ଜରୁରୀ। ଦେଖନ୍ତୁ ବର୍ଣ୍ଣ ହେଲା ସେଇ ଚାରିଟା ମୁଖ୍ୟ ଥିଓରେଟିକାଲ ବର୍ଗ। ବ୍ରାହ୍ମଣ, କ୍ଷତ୍ରିୟ। ହଁ ବ୍ରାହ୍ମଣ ପୂଜକ ବା ଶିକ୍ଷକ, କ୍ଷତ୍ରିୟ ଯୋଦ୍ଧା ଶାସକ, ବୈଶ୍ୟ ବେପାରୀ ଚାଷୀ ଆଉ ଶୂଦ୍ର ସେବା କରୁଥିବା ବା କାରିଗର ଲୋକ। ଆଉ ପରେ ସେ ପଞ୍ଚମ ବର୍ଗ ଅସ୍ପୃଶ୍ୟ ବା ଦଳିତ କଥା ଆସିଲା। ହଁ କିନ୍ତୁ ଜାତି ଜିନିଷଟା ହେଲା ସେଇଟା ପ୍ରକୃତରେ ହଜାର ହଜାର ସ୍ଥାନୀୟ ଗୋଷ୍ଠୀ, ବୃତ୍ତି ଉପରେ ଆଧାରିତ, ନିଜ ଭିତରେ ବାହାଘର କରୁଥିବା ଗୋଷ୍ଠୀ। ଆଚ୍ଛା। ଆଉ ସୋର୍ସଗୁଡ଼ିକ ଦେଖଉଛି ଯେ ଲୋକଙ୍କର ନିଜ ପରିଚୟ ପାଇଁ, ସାମାଜିକ ବାସ୍ତବତା ପାଇଁ ଇତିହାସରେ ହଉ କି ଆଜି ବି ଜାତିଟା ହିଁ ବେଶୀ ଗୁରୁତ୍ୱପୂର୍ଣ୍ଣ। ମାନେ ବର୍ଣ୍ଣ ଗୋଟେ ବଡ଼ ଫ୍ରେମ୍ ହେଲେ ଜାତି ହେଉଛି ପ୍ରକୃତରେ ଯାହା କାମ କରେ। ହଁ ପ୍ରାୟ ସେହିଭଳି। ବର୍ଣ୍ଣ ଏକ ବୃହତ୍ ଛାଞ୍ଚ, ହେଲେ ଜାତି ହେଲା ପ୍ରକୃତ କାର୍ଯ୍ୟକାରୀ ୟୁନିଟ୍। ଆଚ୍ଛା, ତାହେଲେ ଏହାର ମୂଳ କେତେ ପୁରୁଣା? କିଛି ସୋର୍ସ ଏହାକୁ ଭାରତକୁ ବହୁତ ଆଗରୁ ଯୋଉ ଲୋକମାନେ ଆସିଥିଲେ ତା ସହ ଯୋଡୁଛି। ହଁ ଗୋଟେ ଜାଗାରେ ଜେନେଟିକ୍ ଷ୍ଟଡି କଥା ବି କୁହାଯାଇଛି। ଭାରତର ଜନସଂଖ୍ୟା କୌଣସି ଗୋଟିଏ ମୂଳରୁ ଆସିନାହିଁ, ବରଂ ମାନେ ବହୁତ ପୁରୁଣା ଗୋଷ୍ଠୀର ମିଶ୍ରଣ, ଯେମିତିକି ଆଦିମ ଶିକାରୀ ସଂଗ୍ରାହକାରୀ, ପଶ୍ଚିମ ଏସିଆରୁ ଆସିଥିବା ପ୍ରଥମ ଚାଷୀ, ମଧ୍ୟ ଏସିଆର ପଶୁପାଳକ ଆଉ ଦକ୍ଷିଣ ପୂର୍ବ ଏସିଆ ତିବ୍ବତରୁ ବି। ହଁ ସେଠୁ ବି। ତେଣୁ ସବୁ ଭାରତୀୟ ଏକ ପ୍ରକାର, ଏମାନଙ୍କର ଏକ ଜେନେଟିକ୍ ମୋଜାଇକ୍ ପରି। ସେଥିପାଇଁ କୌଣସି ଗୋଟେ ଜାତିକୁ ନେଇ କହିବା ଯେ ସେମାନେ ଏଇ ନିର୍ଦ୍ଦିଷ୍ଟ ପ୍ରବାସୀ ଗୋଷ୍ଠୀର ଆସିଛନ୍ତି ସେଟା ଠିକ୍ ନୁହେଁ। ମାନେ ସବୁ ଜାତି ଏଇଠିକାର ସ୍ୱଦେଶୀ। ହଁ ମୋଟାମୋଟି ସେଇଆ, ସବୁ ଜାତି ଏଇ ମାଟିର। ଆଉ ଏକଥା ବି କୁହାଯାଉଛି ଯେ ଜାତିଟା ବୋଧହୁଏ ବର୍ଣ୍ଣ ବ୍ୟବସ୍ଥା ଆଗରୁ ହିଁ ଥିଲା, ହୁଏତ ସିନ୍ଧୁ ଉପତ୍ୟକା ସଭ୍ୟତାରେ ଯୋଉ ବୃତ୍ତି ଅନୁସାରେ ଗୋଷ୍ଠୀ ଥିଲେ ସେଇଠୁ। ଏଟା ଗୋଟେ ସମ୍ଭାବନା, ମାନେ ବୃତ୍ତି ଅନୁସାରେ ଲୋକ ଅଲଗା ହେବା ବା ନିଜ ସମ୍ପ୍ରଦାୟ ଗଢ଼ିବା, ଏଟା ବହୁତ ପୁରୁଣା ହେଇପାରେ। ବର୍ଣ୍ଣ ବ୍ୟବସ୍ଥା ଗୋଟେ ଥିଓରି ଭାବେ ପରେ ଆସିଲା। ଏହାର ପ୍ରଥମ ସ୍ପଷ୍ଟ ଉଲ୍ଲେଖ ମିଳେ ଋଗ୍ବେଦର ପୁରୁଷ ସୂକ୍ତରେ। ସେଠି ଆକୁ ଖାଲି ସାମାଜିକ ବ୍ୟବସ୍ଥା ନୁହେଁ, ପୁରା ସୃଷ୍ଟିର ଗୋଟେ ଅଂଶ ବୋଲି କୁହାଯାଇଛି। କିନ୍ତୁ ସେଇ ସମୟରେ ଗୋଟେ ପରିବାରରେ ଅଲଗା ଅଲଗା କାମ କରୁଥିବା ଲୋକ ବି ରହିପାରୁଥିଲେ। ହଁ ଅନ୍ୟ କିଛି ବୈଦିକ ପଦରୁ ସେମିତି ସୂଚନା ମିଳେ। ତେଣୁ ତେବେ ଏଇଠୁ ଗୋଟେ କଥା ଜଣାପଡ଼ୁଛି ଯେ ଆରମ୍ଭରେ ବୋଧହୁଏ ଏଇ ସିଷ୍ଟମଟା ଏତେ କଠୋର ନଥିଲା ଯେତିକି ପରେ ହେଇଗଲା। ହଁ ଲାଗୁଛି ତ ସେଇଆ। ଆମ ପୁରୁଣା ଗ୍ରନ୍ଥଗୁଡ଼ିକରେ ବି ଏହାକୁ ନେଇ ମାନେ ଦ୍ୱନ୍ଦ୍ୱ ଦେଖାଯାଏ। ଯେମିତି ଗୋଟେ ପଟେ ଦେଖନ୍ତୁ ରାମାୟଣରେ ଶମ୍ଭୁକ, ତାଙ୍କୁ ତପସ୍ୟା ପାଇଁ ଦଣ୍ଡ ମିଳିଲା। ମହାଭାରତରେ ଏକଲବ୍ୟଙ୍କ କାହାଣୀ ଅଛି। କିନ୍ତୁ ଅନ୍ୟପଟେ ସେଇ ରାମାୟଣରେ ପୁଣି ରାମଚନ୍ଦ୍ର ନିଷାଦରାଜ ଗୁହଙ୍କୁ କୁଣ୍ଢେଇ ପକାଉଛନ୍ତି, ଶବରୀଙ୍କ ଅଇଁଠା ଖାଉଛନ୍ତି। ଆଉ ଗୀତାରେ? ହଁ ଭଗବଦ୍ ଗୀତାରେ ତ କର୍ମ ଆଉ ଆତ୍ମାର ସମାନତା କଥା କୁହାଯାଇଛି। ଏତେ ଯଦି ଅଲଗା ଅଲଗା କଥା ଥିଲା ତାହେଲେ ଏ ବ୍ୟବସ୍ଥାଟା ଏତେ କାଳ ତିଷ୍ଠିଲା କେମିତି? ବଡ଼ ଧରଣର ବିଦ୍ରୋହ କମ୍ କାହିଁକି ହେଲା? ସୋର୍ସଗୁଡ଼ିକ କ'ଣ କହୁଛେ? କିଛି କାରଣ କୁହାଯାଇଛି। ଗୋଟେ ହେଲା ସେତେବେଳେ ଦୁନିଆର ଅନ୍ୟ ଜାଗାରେ ବି ତ କଠୋର ସାମାଜିକ ଶ୍ରେଣୀ ବିଭାଗ ଥିଲା। ଆଚ୍ଛା। ଦୁଇରେ ଧାର୍ମିକ ରୀତିନୀତି ପୂଜାପାଠ ଏସବୁ ଲୋକଙ୍କ ଜୀବନରେ ଗୋଟେ ଗଭୀର ମାନ୍ୟ ରଖୁଥିଲା। ତିନି ସେଇ କର୍ମଫଳ ଆଉ ପୁନର୍ଜନ୍ମର କଥା। ମାନେ ଭଲ କାମ କଲେ ପରଜନ୍ମରେ ଉନ୍ନତି ହେବ, ଏଇ ଭାବନା। ହଁ ଏଇଟା ଏକ ପ୍ରକାର ଆଶ୍ୱାସନା ଦଉଥିଲା।
ଆଉ ବୌଦ୍ଧ ଜୈନ ଧର୍ମ ଭଳି ବିକଳ୍ପ ଥିଲା ସତ, କିନ୍ତୁ ସେମାନେ ବି ସମାଜରୁ ପୂରାପୂରି ଜାତିକୁ ହଟାଇ ପାରିଲେନି। କିନ୍ତୁ ଏଇ ବ୍ୟବସ୍ଥାଟା ଆହୁରି କଠୋର କେବେ ହେଲା? ସୋର୍ସଗୁଡ଼ିକ କହୁଛି ଗୁପ୍ତ ସାମ୍ରାଜ୍ୟ ପତନ ପରେ କଥା। ହଁ, ମୋଟାମୋଟି 6ଠ ଶତାବ୍ଦୀ ପରଠୁ। ଗୁପ୍ତ ସାମ୍ରାଜ୍ୟ ଭାଙ୍ଗିଗଲା ପରେ ଯେତେବେଳେ ରାଜନୈତିକ ଅସ୍ଥିରତା ବଢ଼ିଲା, ସମାଜଟା ଅଧିକ ଗାଁ କେନ୍ଦ୍ରିକ ଆଉ ସ୍ଥିର ହେଲା। ସେତେବେଳେ ଜାତିର ସୀମା ଆହୁରି ସ୍ପଷ୍ଟ ହେଲା। ହଁ, ସେମିତି ଲାଗୁଛି। ଅନ୍ତର୍ବିବାହ ମାନେ ନିଜ ଜାତି ଭିତରେ ବାହା ହେବା, ସେଇଟା ବହୁତ ବଢ଼ିଗଲା। ଆଚ୍ଛା। ଜେନେଟିକ୍ ଡାଟା ବି ଦେଖଉଛି ଯେ ଅନେକ ଜାତିଗୋଷ୍ଠୀ ପରସ୍ପରଠୁ ଅଲଗା ହେବା, ସେଇ ପ୍ରକ୍ରିୟାଟା ଫାଉଣ୍ଡର ଇଭେଣ୍ଟସ୍ ପ୍ରାୟ 1000ରୁ 2000 ବର୍ଷ ତଳେ ବେଶୀ ହେଇଛି। ଆଉ ଇସଲାମୀୟ ଶାସନର ପ୍ରଭାବ? ହଁ, ସେଇଟା ବି ସାମନ୍ତବାଦୀ ଆଉ ଗାଁ ବ୍ୟବସ୍ଥାକୁ ଆହୁରି କଣ କହନ୍ତି ଦୃଢ଼ କରିବାରେ ସାହାଯ୍ୟ କରିଥାଇପାରେ। ଏ ସମୟରେ ହିଁ ଅସ୍ପୃଶ୍ୟତା ବେଶୀ ବ୍ୟାପିଲା କି, ଏମିତିକି ଦଳିତ ଗୋଷ୍ଠୀ ଭିତରେ ବି ପରସ୍ପର ଭେଦଭାବ। ଦୁର୍ଭାଗ୍ୟର କଥା, ହଁ, ସୋର୍ସରେ କାଲିକଟର ଗୋଟେ ଉଦାହରଣ ଅଛି। 16ଶ ଶତାବ୍ଦୀରେ ନିମ୍ନ ଜାତି ଲୋକଙ୍କୁ ଉଚ୍ଚ ଜାତି ଲୋକଙ୍କଠୁ କେତେ ଦୂରରେ ରହିବାକୁ ପଡୁଥିଲା। ଓହୋ। ଆଉ ମହାରାଷ୍ଟ୍ରରେ ମାହାର, ମାଙ୍ଗ ଭଳି ଦଳିତ ଜାତି ଭିତରେ ବି ନିଜ ନିଜ ଭିତରେ ଭେଦଭାବ ଥିଲା। କିନ୍ତୁ କିଛି ନମନୀୟତା ବି ଥିଲା, ଯେମିତି ବୃତ୍ତି ବଦଳେଇବା। ହଁ, ସେମିତି ବି ଥିଲା। ବ୍ରାହ୍ମଣମାନେ ଚାଷ କାମ କରୁଥିଲେ, ଶାସନ କରୁଥିଲେ, ଶୂଦ୍ରମାନେ ସେନାରେ ଯାଇ ରାଜ୍ୟ ଗଢ଼ିବାର ଉଦାହରଣ ବି ଅଛି। ତେଣୁ ଏମିତି ନୁହେଁ ଯେ ସବୁ ଏକଦମ ପଥର ଭଳି ସ୍ଥିର ଥିଲା। ଏଇ ସମୟରେ ତ ଭକ୍ତି ଆନ୍ଦୋଳନ ଆସିଲା, ତାର କ'ଣ ଭୂମିକା ଥିଲା? ଏଇଟା କିଛି ଚ୍ୟାଲେଞ୍ଜ କଲା କି ଏ ବ୍ୟବସ୍ଥାକୁ? ନିଶ୍ଚୟ, ଭକ୍ତି ଆନ୍ଦୋଳନ ଗୋଟେ ବଡ଼ ଆଧ୍ୟାତ୍ମିକ ଆନ୍ଦୋଳନ ଥିଲା। ତୁକାରାମ, ରବିଦାସଙ୍କ ଭଳି ନିମ୍ନ ଜାତିରୁ ଆସିଥିବା ସନ୍ଥମାନେ ବହୁତ ଗୁରୁତ୍ୱପୂର୍ଣ୍ଣ ହେଲେ। ରାମାନୁଜଙ୍କ ଭଳି ବ୍ରାହ୍ମଣ ଗୁରୁ ବି ସବୁ ଜାତି ପାଇଁ ବାଟ ଖୋଲିଲେ। ଏଇଟା ଆଧ୍ୟାତ୍ମିକ ସ୍ତରରେ ସମାନତାର କଥା କହିଲା। କିନ୍ତୁ ସମାଜରେ? ସେଇଠି ହେଲା ଅସୁବିଧା। ସାମାଜିକ ଆର୍ଥିକ ସ୍ତରରେ ଜାତିର ବାଡ଼ଗୁଡ଼ାକ ପ୍ରାୟ ସେମିତି ରହିଲା। ମାନେ ଆଧ୍ୟାତ୍ମିକ ମୁକ୍ତିଟା ସାମାଜିକ ମୁକ୍ତିରେ ସହଜରେ ବଦଳି ପାରିଲାନି। ତାପରେ ଆସିଲେ ବ୍ରିଟିଶ। ସେମାନେ କେମିତି ପ୍ରଭାବ ପକେଇଲେ ଜାତି ବ୍ୟବସ୍ଥା ଉପରେ? ଗୋଟେ ସୋର୍ସ କହୁଛି ସେଇ ଡିଭାଇଡ୍ ଆଣ୍ଡ ରୁଲ୍ କଥା। ହଁ, ବ୍ରିଟିଶଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଆଉ ଜଟିଳ ବି। ସେମାନେ ପ୍ରଥମ କରି ପୁରା ଦେଶରେ ଏକଦମ ସିଷ୍ଟମାଟିକ୍ ଭାବେ ଜାତିର ଜନଗଣନା କଲେ। ହଁ, ସେନ୍ସସ୍। ହଁ, ସେନ୍ସସ୍। ଏଇଟା ଦ୍ୱାରା ସେମାନେ କ'ଣ କଲେ, ଜାତିଗୁଡ଼ାକୁ ଗଣିଲେ, ତାଙ୍କୁ ନମ୍ବର ଦେଲେ, ଗୋଟେ ନିର୍ଦ୍ଦିଷ୍ଟ ଖୋଳ ଭିତରେ ପୂରାଇଲେ। ଏହା ଆଗରୁ ସେମିତି ନଥିଲା? ଏତେ ସ୍ପଷ୍ଟ ଭାବେ ନୁହେଁ। ଆଗରୁ ଜାତିଟା ବେଶୀ ଲୋକାଲ ଥିଲା, ଆଉ ଟିକେ କ'ଣ କହନ୍ତି ଫ୍ଲେକ୍ସିବଲ୍ ଥିଲା। କିନ୍ତୁ ଜନଗଣନା ଏହାକୁ ଗୋଟେ ପକ୍କା, ସବୁ ଜାଗାରେ ସମାନ ଥିବା ପରି ପରିଚୟ ଦେବାକୁ ଚେଷ୍ଟା କଲା। ଆଉ ଆଇନ ମାଧ୍ୟମରେ ବି ସେମାନେ ଏଥିରେ ହାତ ପୂରେଇଲେ, ଯେମିତି ସେ ପଞ୍ଜାବ ଲ୍ୟାଣ୍ଡ ଆକ୍ଟ କି କ୍ରିମିନାଲ ଟ୍ରାଇବ୍ସ ଆକ୍ଟ କଥା ଅଛି। ଏକଦମ ଠିକ୍। ପଞ୍ଜାବ ଭୂମି ଆଇନ କ'ଣ କଲା? ଖାଲି କିଛି ନିର୍ଦ୍ଦିଷ୍ଟ ଚାଷୀ ଜନଜାତିଙ୍କୁ ଜମି କିଣିବାକୁ ଦେଲା, ବାକି ସବୁ ବାଦ ପଡ଼େଗଲେ। ଆଉ କ୍ରିମିନାଲ ଟ୍ରାଇବ୍ସ ଆକ୍ଟ? ସେଇଟା ତ ଆହୁରି ଭୟଙ୍କର। ସେଥିରେ ପୁରା ଗୋଟା ସମ୍ପ୍ରଦାୟକୁ ଜନ୍ମରୁ ହିଁ ଅପରାଧୀ ବୋଲି ଧରି ନିଆଗଲା। ବାପ୍ରେ। ହଁ, ଗୁଜରାଟ ଭଳି ଜାଗାରେ ସେମାନେ କ'ଣ କଲେ, ରାଜପୁତମାନଙ୍କ ଭଳି ଯେଉଁ ପୁରୁଣା କ୍ଷମତାବାଳା ଗୋଷ୍ଠୀ ଥିଲେ ତାଙ୍କୁ ଦୁର୍ବଳ କରିଦେଲେ, ଆଉ ପଟେଲମାନଙ୍କ ଭଳି ଅନ୍ୟ ଗୋଷ୍ଠୀଙ୍କୁ ଆଗକୁ ଆଣିଲେ। ତେବେ ମୋଟାମୋଟି କଥା ହେଲା, ବ୍ରିଟିଶମାନେ ଜାତି ତିଆରି କରିନଥିଲେ, କିନ୍ତୁ ସେମାନେ ଏହାକୁ ନିଜ ସୁବିଧା ପାଇଁ ବ୍ୟବହାର କଲେ, ଗୋଟେ ପ୍ରଶାସନିକ ଆଉ ଆଇନଗତ ରୂପ ଦେଲେ, ଯାହା ଫଳରେ ଏଇଟା ଆହୁରି ଶକ୍ତ ହେଇଗଲା। ଏଇଟା ଠିକ୍ ନା? ସମ୍ପୂର୍ଣ୍ଣ ଠିକ୍। ସେମାନେ ନିଜ ଶାସନ ପାଇଁ ଜାତିକୁ ଗୋଟେ ଟୁଲ୍ ଭଳି ବ୍ୟବହାର କଲେ, ଏହାକୁ କୋଡିଫାଇ କଲେ, ମାନେ ଲେଖିକି ପକ୍କା କରିଦେଲେ। ଏଇଥିପାଇଁ ଏହାର ନମନୀୟତା କମିଗଲା ଆଉ ଏଇଟା ଆହୁରି କଠୋର ହେଇଗଲା। ଶୋଷଣ କରିକି ଏହାକୁ ଆହୁରି ଖରାପ ସ୍ଥିତିକୁ ନେଇଗଲେ ସେମାନେ। ଏସବୁ ତ ଗଲା ଇତିହାସ କଥା, କିନ୍ତୁ ଆଜିକା ଦୁନିଆରେ ଜଣେ ବ୍ୟକ୍ତି ପାଇଁ ଜାତିର ଅନୁଭୂତି କେମିତି? ଆମ ପାଖରେ ଲକ୍ଷ୍ୟ ଏଲ୍ ବୋଲି ଜଣେ କଣ୍ଟେଣ୍ଟ କ୍ରିଏଟରଙ୍କ କଥା ଅଛି, ସେ କିଛି କହୁଛନ୍ତି ଏ ବିଷୟରେ। ହଁ, ତାଙ୍କ କାହାଣୀଟା ବାସ୍ତବରେ ବହୁତ କିଛି କହୁଛି। ସେ IIM ଇନ୍ଦୋର ଭଳି ଦେଶର ଗୋଟେ ଟପ୍ କଲେଜର ଛାତ୍ର। ସେ କହୁଛନ୍ତି ତାଙ୍କ ବାପା କେମିତି ତାଙ୍କୁ କହିଥିଲେ କଲେଜରେ ନିଜ ଜାତି କଥା ଲୁଚି ରଖିବାକୁ। ଆଚ୍ଛା। ପ୍ରଥମେ ସେ ଏତେ ଗୁରୁତ୍ୱ ଦେଇନଥିଲେ, କିନ୍ତୁ ଯେତେବେଳେ ତାଙ୍କ ସାଙ୍ଗମାନେ ଜାଣିଲେ ଯେ ସେ ସଂରକ୍ଷିତ ବର୍ଗରୁ ଆସିଛନ୍ତି, ସେମାନଙ୍କ ବ୍ୟବହାର ବଦଳିଗଲା। କେମିତି? ମାନେ ତାଙ୍କ କଥାକୁ କମ୍ ଗୁରୁତ୍ୱ ଦିଆଗଲା। ଗ୍ରୁପ୍ ଡିସ୍କସନ୍ ବେଳେ ତାଙ୍କୁ ଯେମିତି ଅଣଦେଖା କରାଗଲା। ଆଶ୍ଚର୍ଯ୍ୟର କଥା।
ସେ ଯେତେବେଳେ ପ୍ଲେସମେଣ୍ଟ ଡାଟାର ଜାତି ହିସାବରେ ବିଶ୍ଳେଷଣ ମାଗିଲେ ତାଙ୍କୁ ପ୍ଲେସମେଣ୍ଟରୁ ବାହାର କରିଦେବାର ଧମକ ମିଳିଲା। ଏଇଟା ତ ଶିକ୍ଷାନୁଷ୍ଠାନଗୁଡ଼ିକର ସେ କାଷ୍ଟ ବ୍ଲାଇଣ୍ଡ ବା ଜାତି ନିରପେକ୍ଷ ହେବାର ଦାବି ଉପରେ ଗୋଟେ ବଡ଼ ପ୍ରଶ୍ନ। ନିଶ୍ଚୟ। ଲକ୍ଷ୍ୟଙ୍କ ଯୁକ୍ତି ବି ସେଇଆ। ସେ କହୁଛନ୍ତି ଏଇ କାଷ୍ଟ ବ୍ଲାଇଣ୍ଡ ନୀତିଟା ପ୍ରକୃତରେ ସବର୍ଣ୍ଣ ବା ସୁବିଧା ପାଉଥିବା ଲୋକଙ୍କ ସ୍ୱାର୍ଥ ଦେଖେ, କାରଣ ଏଇଟା ଭେଦଭାବକୁ ଲୁଚେଇ ଦିଏ। ସେ କହୁଛନ୍ତି କଲେଜର ଗୁରୁତ୍ୱପୂର୍ଣ୍ଣ କମିଟି ହଉ କି ଷ୍ଟାର୍ଟଅପ୍ ଦୁନିଆ, ସବୁଠି ଦଳିତଙ୍କ ସଂଖ୍ୟା ନଗଣ୍ୟ। ଆଉ ଯେତେବେଳେ ତାଙ୍କ ଭଳି କେଇ ଜଣେ ସଫଳ ହୁଏ, ଯିଏ ଲୋକଙ୍କ ମନରେ ଥିବା ଦଳିତଙ୍କର ସେ ପୁରୁଣା ଛବି ସହ ମେଳ ଖାଏନି, ଲୋକେ ଅସହଜ ହୁଅନ୍ତି। ହଁ, ଆଉ ଏଇ ଅନୁଭୂତି ପରେ ଯେତେବେଳେ ସେ ସୋଶାଲ ମିଡିଆରେ ଏ ବିଷୟରେ କହିଲେ, ତାଙ୍କୁ ଭୟଙ୍କର ଅନଲାଇନ୍ ଆଟାକର ସାମ୍ନା କରିବାକୁ ପଡ଼ିଲା। ହଁ, ସେ ଯାହା କହିଛନ୍ତି, ହଜାର ହଜାର ଲୋକ ଏକାଠି ହେଇ ତାଙ୍କ ଆକାଉଣ୍ଟକୁ ମାସ୍ ରିପୋର୍ଟ କରୁଥିଲେ, ବନ୍ଦ କରିଦେବାକୁ, ମିଛ କପିରାଇଟ୍ କ୍ଲେମ୍ ଲଗାହେଲା। ଏମିତିକି ତାଙ୍କୁ ଅପମାନିତ କରି କ୍ଷମା ମାଗିବାର ଭିଡିଓ ପୋଷ୍ଟ କରିବାକୁ ବି ବାଧ୍ୟ କରାଗଲା। ହଁ, ଆଉ ସେ କହୁଛନ୍ତି ସେ ଯେବେଠୁ ହିନ୍ଦୀରେ କଣ୍ଟେଣ୍ଟ ବନେଇବା ଆରମ୍ଭ କଲେ, ଏ ଆକ୍ରମଣ ଆହୁରି ବଢ଼ିଗଲା। ଏଇଟା ଦେଖଉଛି ଯେ ଜାତିଭେଦ ଖାଲି ବାହାରେ ନୁହେଁ, ଡିଜିଟାଲ ଦୁନିଆରେ ବି କେତେ ଭୟଙ୍କର ହେଇପାରେ। ଏ ବ୍ୟକ୍ତିଗତ ଅନୁଭୂତି ଆମକୁ ସିଧା ନେଇଯାଉଛି ସଂରକ୍ଷଣ ବିତର୍କ ପାଖକୁ। ଆମ ସମ୍ବିଧାନ ତିଆରି ବେଳେ ୟାକୁ ନେଇ ବହୁତ ବାଦ ବିବାଦ ହେଇଥିଲା ବୋଲି ଗୋଟେ ସୋର୍ସେ ଅଛି। ସଂଖ୍ୟାଲଘୁ କିଏ, ସେଇଟା ହିଁ ଗୋଟେ ବଡ଼ ପ୍ରଶ୍ନ ଥିଲା ସେତେବେଳେ। ଠିକ୍ କଥା। ସମ୍ବିଧାନ ସଭାରେ ଏଟା ଗୋଟେ ମୁଖ୍ୟ ପଏଣ୍ଟ ଥିଲା। କିଛି ଲୋକ ସଂଖ୍ୟାଲଘୁ କହିଲେ ଧାର୍ମିକ ସଂଖ୍ୟାଲଘୁଙ୍କୁ ବୁଝୁଥିଲେ, ମୁସଲିମ, ଖ୍ରୀଷ୍ଟିଆନ ଏମିତି। କିନ୍ତୁ ଏନ୍ଜି ରଙ୍ଗାଙ୍କ ଭଳି ନେତା କହିଲେ ପ୍ରକୃତ ସଂଖ୍ୟାଲଘୁ ହେଲେ ସେଇ କୋଟି କୋଟି ଲୋକ ଯେଉଁମାନେ ସମାଜରେ, ଅର୍ଥନୀତିରେ ପଛରେ ପଡ଼ିଛନ୍ତି, ମାନେ ଦଳିତ ଆଉ ଅନ୍ୟ ଶୋଷିତ ବର୍ଗ। କିନ୍ତୁ ମୁନ୍ସିଙ୍କ ମତ ଅଲଗା ଥିଲା। ହଁ, କେ.ଏମ୍. ମୁନ୍ସି କହୁଥିଲେ ଯେ ଅନୁସୂଚିତ ଜାତି ବା ସେଡ୍ୟୁଲ୍ଡ କାଷ୍ଟସ୍ ତ ହିନ୍ଦୁ ସମାଜର ଅଂଶ, ତାଙ୍କୁ ଯଦି ଅଲଗା ସଂଖ୍ୟାଲଘୁ ମାନ୍ୟତା ଦିଆଯିବ, ତାହେଲେ ହିନ୍ଦୁ ସମାଜ ଭାଙ୍ଗିଯିବ। ଏଠିରେ ଆମ୍ବେଦକରଙ୍କର ଭୂମିକା କ'ଣ ଥିଲା? ସେଇ ପଛୁଆପଣ ବା ବାକ୍ୱାର୍ଡନେସ୍ କନସେପ୍ଟ ସେ ଆଣିଥିଲେ। ହଁ, ଡକ୍ଟର ଆମ୍ବେଦକର କହିଲେ ଯେ ଆମେ ପଛୁଆପଣକୁ ମାପଦଣ୍ଡ କରିବା। ଖାଲି ଧର୍ମ ନୁହେଁ, ସାମାଜିକ ଆଉ ଶିକ୍ଷାଗତ ଭାବେ ଯେଉଁ ଗୋଷ୍ଠୀ ପଛରେ ଅଛନ୍ତି, ତାଙ୍କୁ ଚିହ୍ନଟ କରିବା ଦରକାର। ଆଉ ତାଙ୍କ ପାଇଁ ସଂରକ୍ଷଣ। ହଁ, ତାଙ୍କୁ ସୁରକ୍ଷା ଆଉ ପ୍ରତିନିଧିତ୍ୱ ପାଇଁ ସଂରକ୍ଷଣ ଦରକାର। କିନ୍ତୁ କିଏ ପଛୁଆ, ସେଇଟା ରାଜ୍ୟମାନେ ସ୍ଥିର କରନ୍ତୁ ବୋଲି ସେ କହିଲେ। ଏହାକୁ ନେଇ କିଛି ଆପତ୍ତି ବି ଥିଲା। ହଁ, କାରଣ ପଛୁଆ ଶବ୍ଦଟା ଟିକେ ଅସ୍ପଷ୍ଟ ଥିଲା। ତେଣୁ କୁଞ୍ଜରୁ କୃଷ୍ଣମାଚାରୀଙ୍କ ଭଳି ଲୋକ କହିଲେ ଯେ ଏହାର ସମୀକ୍ଷା ହେବା ଦରକାର। ଆଉ ନେହେରୁ ଓ ପଟେଲ, ସେମାନେ କ'ଣ ଭାବୁଥିଲେ ସଂରକ୍ଷଣ ବିଷୟରେ? ସୋର୍ସ ଅନୁସାରେ ନେହେରୁ ସାଧାରଣତଃ ସଂରକ୍ଷଣ ସପକ୍ଷରେ ନଥିଲେ। ତାଙ୍କୁ ଲାଗୁଥିଲା ଏହା ମେରିଟକୁ ପ୍ରଭାବିତ କରିବ। କିନ୍ତୁ ଅନୁସୂଚିତ ଜାତିଙ୍କ ଉପରେ ଯେଉଁ ଐତିହାସିକ ଅନ୍ୟାୟ ହେଇଛି, ସେଇଟାକୁ ମାନି ସେମାନଙ୍କ ପାଇଁ ସଂରକ୍ଷଣକୁ ରାଜି ହେଲେ। ଆଉ ପଟେଲ? ସର୍ଦ୍ଦାର ପଟେଲ ବି ଅସ୍ପୃଶ୍ୟତାକୁ ଘୃଣା କରୁଥିଲେ। କିନ୍ତୁ ତାଙ୍କର ଡର ଥିଲା ଯେ ସଂରକ୍ଷଣ ଦେଲେ ଜାତିଭେଦ କମିବନି, ବରଂ ବଢ଼ିଯିବ ଆଉ ଦେଶର ଏକତା ପାଇଁ ଅସୁବିଧା ହେବ। ତ ଶେଷରେ କ'ଣ ନିଷ୍ପତ୍ତି ହେଲା? ଶେଷରେ ସେତେବେଳେ ଦେଶ ବିଭାଜନର ମାହୋଲ ଥିଲା। ତେଣୁ ଧାର୍ମିକ ସଂଖ୍ୟାଲଘୁଙ୍କ ପାଇଁ ସଂରକ୍ଷଣକୁ ବାଦ ଦିଆଗଲା। କିନ୍ତୁ ଅନୁସୂଚିତ ଜାତି, ଏସ୍ସି ଆଉ ଅନୁସୂଚିତ ଜନଜାତି, ଏସ୍ଟିଙ୍କ ପାଇଁ ସରକାରୀ ଚାକିରି ଆଉ ଶିକ୍ଷାରେ ସଂରକ୍ଷଣ ବ୍ୟବସ୍ଥା ରହିଲା। ସେଇଟା ହେଉଛି ଆମ ସମ୍ବିଧାନର ଧାରା 16(4) କ। ଏ ତ ଗଲା ଇତିହାସ। ଆମେ ଯଦି ଲକ୍ଷ୍ୟଙ୍କ କଥାକୁ ଫେରିବା, ଆଜି ସଂରକ୍ଷଣକୁ ନେଇ ଲୋକଙ୍କ ମନରେ କ'ଣ ଅଛି? ସେ କହୁଛନ୍ତି ଏହା ପ୍ରତି ଘୃଣା ଅଛି। ହଁ, ଲକ୍ଷ୍ୟ ଏଇ କଥାଟା ଉପରେ ବହୁତ ଜୋର ଦେଉଛନ୍ତି। ତାଙ୍କ ମତରେ ସମାଜର ଗୋଟେ ବଡ଼ ଭାଗ, ବିଶେଷ କରି ଯେଉଁମାନେ ସୁବିଧା ପାଇଛନ୍ତି, ସେମାନେ ସଂରକ୍ଷଣକୁ ମେରିଟର ବିରୋଧୀ ବୋଲି ଦେଖନ୍ତି। ଭାବନ୍ତି ଅଯୋଗ୍ୟ ଲୋକ ଆଗକୁ ଯାଉଛନ୍ତି। ହଁ, ସେଇଭଳି। କିନ୍ତୁ ସେ ପ୍ରଶ୍ନ କରୁଛନ୍ତି ଯେ ଯଦି ସଂରକ୍ଷଣ ସତ୍ତ୍ୱେ ବି ଦଳିତଙ୍କ ପ୍ରତିନିଧିତ୍ୱ ଏତେ କମ୍, ତାହେଲେ ପ୍ରକୃତ ସମସ୍ୟାଟା କୋଉଠି? ସେ ଆଉ କ'ଣ କାରଣ ଦେଉଛନ୍ତି? ସେ କହୁଛନ୍ତି ସ୍କୁଲ ବହିରେ ଜାତିର ଇତିହାସ ଠିକ୍ ଭାବେ ପଢ଼ାଯାଉନି, ଆଉ ପ୍ରାଇଭେଟ୍ ସେକ୍ଟରରେ ଯେଉଁ ବିନା କହିବାରେ ପକ୍ଷପାତ ଚାଲିଛି। ମାନେ ମେରିଟ ନାଁରେ ନେଟୱାର୍କିଂକୁ ବେଶୀ ଗୁରୁତ୍ୱ ଦିଆଯାଉଛି। ହଁ, ସେଇଟାକୁ ବି ସେ ଦାୟୀ କରୁଛନ୍ତି। ତେବେ ଜାତି କ'ଣ ଖାଲି ଗୋଟେ ଅତୀତର କଥା, ନା ଆଜି ବି ଆମ ସମାଜ, ରାଜନୀତି ଉପରେ ଏହାର ବହୁତ ପ୍ରଭାବ ଅଛି? ଗୋଟେ ସୋର୍ସ ଜାତିର ଆଜିକା କାମ ବିଷୟରେ କହୁଛି। ନିଶ୍ଚୟ ଅଛି। ଜାତି ଆଜି ବି ବହୁତ ଶକ୍ତିଶାଳୀ।
ଏଟା ଗୋଟେ ସମ୍ପ୍ରଦାୟ ଭଳି କାମ କରେ। କେମିତି? ମାନେ ନିଜ ଲୋକଙ୍କୁ ଗୋଟେ ସାମାଜିକ ସୁରକ୍ଷା ଦିଏ, ଏକାଠି ରଖେ, ସାଂସ୍କୃତିକ ପରମ୍ପରାକୁ ବଞ୍ଚାଇ ରଖେ। ରାଜନୀତିରେ ତ ଏଟା ଭୋଟ ବ୍ୟାଙ୍କର ମୂଳଦୁଆ। କ୍ଷମତା ପାଇଁ ଏକ ମୁଖ୍ୟ ହତିଆର। ହଁ, ଏମିତିକି ଅର୍ଥନୀତିରେ ବି ଜାତି ହିସାବରେ ନେଟୱାର୍କ ବନାଯାଏ, ବେପାର ଆଉ ବଜାରକୁ ନିୟନ୍ତ୍ରଣ କରାଯାଏ। ତେଣୁ ଏଟା ଖାଲି ଭେଦଭାବର ବ୍ୟବସ୍ଥା ନୁହେଁ, ଏଟା ଗୋଟେ ସାମାଜିକ, ରାଜନୈତିକ, ଅର୍ଥନୈତିକ ସମ୍ବଳ ବି। କିନ୍ତୁ ଏଇ ସମ୍ବଳ ସାଙ୍ଗରେ ଭେଦଭାବ ଆଉ ସଂଘର୍ଷ ବି ତ ଯୋଡ଼ି ହେଇ ରହିଛି। ଦଳିତଙ୍କ ଉପରେ ଅତ୍ୟାଚାର ଖବର ତ ଏବେ ବି ଆସୁଛି। ଏକଦମ। ଶବ ଶୋଭାଯାତ୍ରାକୁ ରାସ୍ତା ନ ଦେବା, କୂଅରୁ ପାଣି ନେବାକୁ ମନା କରିବା, ଅଲଗା ଜାତିରେ ବାହା ହେଲେ ମାରପିଟ କରିବା, ଏସବୁ ତ ଏବେ ବି ଘଟୁଛି। ଅନ୍ୟପଟେ ସରକାର ଯୋଉ ବର୍ଗୀକରଣ କରିଛନ୍ତି, ଜେନେରାଲ, ଓବିସି, ଏସସି, ଏସଟି, ସେଇଟା ବି ଗୋଷ୍ଠୀ ଗୋଷ୍ଠୀ ଭିତରେ ସରକାରୀ ସୁବିଧା ପାଇଁ ଏକ ପ୍ରକାର ପ୍ରତିଯୋଗିତା ତିଆରି କରିଛି। ଆଉ ସେ ଏସସି ଏସଟି ଆକ୍ଟର ଅପବ୍ୟବହାର କଥା ବି ଉଠୁଛି। ହଁ, କିଛି ଲୋକ ସେ ବିଷୟରେ ବି ଚିନ୍ତା କରୁଛନ୍ତି। ତେଣୁ ପରିସ୍ଥିତିଟା ବହୁତ ଜଟିଳ। ସବୁ ପକ୍ଷର ନିଜ ନିଜର କଥା ଅଛି। ରାଜନୈତିକ ସ୍ତରରେ ଲକ୍ଷ୍ୟ ହିନ୍ଦୁତ୍ୱ ରାଜନୀତି ଉପରେ କିଛି କହୁଛନ୍ତି ଯେ ସେମାନେ କେମିତି ଜାତିକୁ ବ୍ୟବହାର କରୁଛନ୍ତି। ଏଇଟା ଟିକେ ସମ୍ବେଦନଶୀଳ କଥା, କିନ୍ତୁ ତାଙ୍କ ମତଟା କ'ଣ? ଦେଖନ୍ତୁ, ଆମେ ଖାଲି ସୋର୍ସରେ ଯାହା ଅଛି ସେଇଟା କହୁଛୁ। ଲକ୍ଷ୍ୟଙ୍କ ମତ ହେଲା ଯେ ହିନ୍ଦୁତ୍ୱ ବିଚାରଧାରା ଉପରେ ହିନ୍ଦୁ ଏକତା କଥା କହୁଛି, କିନ୍ତୁ ଭିତରେ ଭିତରେ ଜାତିଗତ ଭେଦଭାବକୁ ନିଜ ରାଜନୀତି ପାଇଁ ବ୍ୟବହାର କରୁଛି। କେମିତି? ସେ ଦାବି କରୁଛନ୍ତି ଯେ ଯେତେବେଳେ ଧାର୍ମିକ ସଂଘର୍ଷ ହୁଏ, ସେତେବେଳେ ଦଳିତ ଓ ଆଦିବାସୀଙ୍କୁ ଆଗକୁ ଠେଲି ଦିଆଯାଏ, ପଦାତିକ ସୈନିକ ଭଳି ବ୍ୟବହାର କରାଯାଏ। କିନ୍ତୁ ତାପରେ ଯେତେବେଳେ ସାମାଜିକ ସମାନତା କଥା ଆସେ, ସେତେବେଳେ ସେମାନଙ୍କୁ ପୁଣି ପଛରେ ରଖିଦିଆଯାଏ। ତାଙ୍କ କହିବା କଥା ହେଲା, ଦଳିତ ଓ ଅନ୍ୟ ଯୋଉ ବଞ୍ଚିତ ଗୋଷ୍ଠୀ ଅଛନ୍ତି, ଯେମିତିକି ଧାର୍ମିକ ସଂଖ୍ୟାଲଘୁ, ସେମାନେ ନିଜ ଅଧିକାର ପାଇଁ ଏକାଠି ହେବା ଦରକାର। ସେଇପରି ସେ ସବର୍ଣ୍ଣ ନାରୀବାଦକୁ ବି ସମାଲୋଚନା କରିଛନ୍ତି। ଏହାର ମାନେ କ'ଣ? ଏଠି ସବର୍ଣ୍ଣ ନାରୀବାଦ ବା ସବର୍ଣ୍ଣ ଫେମିନିଜମ କହିଲେ ସାଧାରଣତଃ ସେହି ନାରୀବାଦୀ ଚିନ୍ତାଧାରାକୁ ବୁଝାଯାଏ, ଯାହା ମୁଖ୍ୟତଃ ଉଚ୍ଚ ଜାତିର ମହିଳାଙ୍କ ଅନୁଭୂତି ଉପରେ ବେଶୀ ଧ୍ୟାନ ଦିଏ। ଆଚ୍ଛା। ଆଉ ଦଳିତ ବା ନିମ୍ନ ଜାତିର ମହିଳାଙ୍କ ଉପରେ ଯୋଉ ଜାତି ଆଉ ଲିଙ୍ଗ ଦିପଟୁ ମାଡ଼ ପଡ଼େ, ସେଟାକୁ ଅଣଦେଖା କରେ। ଲକ୍ଷ୍ୟାଙ୍କ ଯୁକ୍ତି ହେଲା, ଭାରତରେ ପିତୃସତ୍ତା ଆଉ ବ୍ରାହ୍ମଣବାଦ, ମାନେ ଯାହା ଜାତିଗତ ଶ୍ରେଷ୍ଠତାକୁ ବଜାୟ ରଖେ, ଏ ଦିଟା ପରସ୍ପର ସହ ଜଡ଼ିତ। କେମିତି? କାରଣ ଜାତିର ଶୁଦ୍ଧତା ବଞ୍ଚାଇ ରଖିବା ପାଇଁ ମହିଳାଙ୍କ ଯୌନତାକୁ ନିୟନ୍ତ୍ରଣ କରିବା ଗୋଟେ ମୁଖ୍ୟ ଉପାୟ। ତେଣୁ ଜାତି କଥାକୁ ବାଦ ଦେଇ ଖାଲି ଲିଙ୍ଗଗତ ସମାନତା କଥା କହିବାଟା ଗୋଟେ ପୂରା କଥା ନୁହେଁ। ଏ ତ ବାସ୍ତବରେ ବହୁତ ବହୁତ ବିସ୍ତୃତ ଆଲୋଚନା ହେଲା। ଆମେ ଇତିହାସରୁ ଆରମ୍ଭ କରି ଆଇନ, ବ୍ରିଟିଶ ପ୍ରଭାବ, ବ୍ୟକ୍ତିଗତ ଅନୁଭୂତି ଆଉ ଆଜିକାର ରାଜନୀତି ପର୍ଯ୍ୟନ୍ତ ବହୁତ କିଛି ବିଷୟ ଛୁଇଁଲେ ଆମ ଶ୍ରୋତା ଦେଇଥିବା ସୋର୍ସଗୁଡ଼ିକୁ ଆଧାର କରି। ନିଶ୍ଚୟ। ଯଦି ସାରାଂଶରେ କହିବା, ତାହେଲେ ମୁଖ୍ୟ କଥା ହେଲା, ଭାରତୀୟ ଜାତି ପ୍ରଥା କୌଣସି ସରଳ ଜିନିଷ ନୁହେଁ। ଏଇଟା ଗୋଟେ ବହୁତ ସ୍ତର ଥିବା ଜଟିଳ ବ୍ୟବସ୍ଥା। ଅଲଗା ଅଲଗା ରୂପ ନେଇଛି। ଆଉ ଏହାର ଧାର୍ମିକ, ସାମାଜିକ, ଅର୍ଥନୈତିକ, ରାଜନୈତିକ ଦିଗ ସବୁ ପରସ୍ପର ସହ ଜଡ଼ିତ। ଏଟା ଏକା ସାଙ୍ଗରେ ଶୋଷଣର ବ୍ୟବସ୍ଥା ବି ଆଉ ପରିଚୟ ଓ ସମ୍ପ୍ରଦାୟର ଆଧାର ବି। ଶେଷରେ ଆମ ଶ୍ରୋତାମାନଙ୍କ ପାଇଁ ଗୋଟେ ପ୍ରଶ୍ନ ଛାଡ଼ି ଯିବାକୁ ଚାହିଁବି। ଆମେ ଦେଖିଲେ ଆଜି ବି ଜାତିକୁ ନେଇ ରାଜନୀତି, ଜାତି ପରିଚୟ ଏସବୁ ବହୁତ ସକ୍ରିୟ। ଅନ୍ୟପଟେ ଡକ୍ଟର ଆମ୍ବେଦକରଙ୍କ ଲକ୍ଷ୍ୟ ଥିଲା ଜାତିର ବିନାଶ। ତେବେ ପ୍ରଶ୍ନ ହେଉଛି, ଆଜି ଆମ ସମାଜ କୋଉ ଦିଗକୁ ଯାଉଛି? ଏଇ ଦୁଇଟି ବିପରୀତ ଶକ୍ତି ଭିତରେ ଗୋଟେ ପଟେ ଜାତି ପରିଚୟକୁ ଆହୁରି ମଜବୁତ କରୁଥିବା ଶକ୍ତି, ଆଉ ଅନ୍ୟପଟେ ଜାତିକୁ ପାର କରି ଏକ ସମାନତା ଭିତ୍ତିକ ସମାଜ ଗଢ଼ିବାର ଇଚ୍ଛା। ହଁ, ବ୍ୟକ୍ତିମାନେ ଏଇ ଜଟିଳ ବାସ୍ତବତା ଭିତରେ ନିଜ ପାଇଁ କେମିତି ବାଟ କାଢୁଛନ୍ତି? ସେମାନେ ସାମାଜିକ ସମାନତା ଆଡ଼କୁ ଯାଉଛନ୍ତି ନା ସେଇ ପୁରୁଣା ବନ୍ଧନର ଛନ୍ଦି ହେଇ ରହିଯାଉଛନ୍ତି? ଏଇଟା ଗୋଟେ ବଡ଼ ପ୍ରଶ୍ନ, ଯାହା ଉପରେ ଆମ ସମସ୍ତଙ୍କୁ ଭାବିବା ଦରକାର। ଏହି ଚିନ୍ତା ସହିତ ଆଜିର ଆଲୋଚନା ଏଇଠି ସାରୁଛୁ। ଆଶା କରୁଛୁ ଆମର ଏହି ବିଶ୍ଳେଷଣ ଶ୍ରୋତାମାନଙ୍କ ପାଇଁ କିଛି ନୂଆ ଦୃଷ୍ଟିକୋଣ ଦେଇଥିବ। ପୁଣି ଦେଖାହେବ।